ଦୁଃଖର 6ଟି କାରଣ। ପଇସାକୁ ବେକାର କାମରେ ବର୍ବାଦ କରିବା, ଝିଅମାନଙ୍କ ପଛରେ ପଡ଼ିବା, ସାଙ୍ଗମାନଙ୍କ ସହ ମୌଜ ମସ୍ତି ବେଶୀ କରିବା, ପଇସା ସଞ୍ଚୟ ନ କରିବା, ମଦ ସିଗାରେଟ ନିଶାରେ ବୁଡ଼ି ରହିବା, ମୋବାଇଲ ଦେଖି ସମୟକୁ ନଷ୍ଟ କରିବା। ସବୁ ଦୁଃଖ ସେଇଠି କୁହନ୍ତୁ ଯିଏ ଦୁଃଖ ବୁଝନ୍ତି, ସେଇଠି କୁହନ୍ତୁ ନାହିଁ ଯେଉଁଠି ଉପହାସ କରନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। ମନ ସୁଦୂର ପ୍ରସାରୀ, ପରିକଳ୍ପନା ଯେତେ ଦୂର ଲମ୍ବିବ ମନ ସେତେ ଦୂର ବିଚରଣ କରିପାରିବ। ତେଣୁ ଅଧ୍ୟୟନ ସମୟରେ ମନ ଥିବା କାର୍ଯ୍ୟରେ ନିୟୋଜିତ କରନ୍ତୁ। ଯାହା ପଢ଼ିବେ ତାକୁ ମନ ମଧ୍ୟରେ ଦେଖିବାକୁ ଚେଷ୍ଟା କରନ୍ତୁ। ଦେଖିବେ ପ୍ରଥମେ ପ୍ରଥମେ କଷ୍ଟ ହେବ, ମାତ୍ର ଅଭ୍ୟାସରେ ପଡ଼ିଗଲେ ପଠନ ମାତ୍ରେ ମନ ମଧ୍ୟରେ ଚିତ୍ରର ପରଦା ଉନ୍ମୁକ୍ତ ହେବ ଓ ଯାହା ସବୁ ପଠନ କରିବେ ଚିତ୍ର ଭଳି ତାହା ଜଳ ଜଳ ହୋଇ ଦେଖିପାରିବେ। ଫଳରେ ଅଧିକ ଏକାଗ୍ରତା ବୃଦ୍ଧି ପାଇବ ଓ ଖୁବ୍ ସହଜରେ ମନେ ରଖି ହେବ। ଏକଥାକୁ ମନେ ରଖିବେ, ଆପଣ ଯେତେ ବଳବାନ ହୁଅନ୍ତୁ ନା କାହିଁକି, ଯଦି ଆପଣ ଅଧର୍ମ ସାଥିରେ ଅଛନ୍ତି ଆପଣଙ୍କ ବିଦ୍ୟା ଅସ୍ତ୍ରଶସ୍ତ୍ର ଶକ୍ତି ସବୁ ନିଷ୍ଫଳ ହୋଇଯିବ। ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ଜୁଆ। ଜୀବନସାଥୀ ଭଲ ହେଲେ ଜୀବନଟା ସ୍ୱର୍ଗ, ଆଉ ଜୀବନସାଥୀ ଖରାପ ହେଲେ ଜୀବନଟା ନର୍କ। ବାଉଁଶ ବଂଶୀ, ବମ୍ବୋ ଫ୍ଲୁଟ୍ସ। କ୍ରମାଗତ ଅଧ୍ୟୟନରେ ଏକାଗ୍ରତା ଭଙ୍ଗ ହୁଏ କିମ୍ବା ଷ୍ଟଡି ଟେବୁଲର ନିକଟରେ ବସିବାକୁ ଆଗ୍ରହ ଉପୁଜେ ନାହିଁ। ଚେଷ୍ଟା କରନ୍ତୁ ବାହ୍ୟ ଦୁନିଆର ସଂଯୋଗ ବିଚ୍ଛେଦ କରିବା ପାଇଁ। ଯଦି ଚେଷ୍ଟା କରି ସଫଳ ହୁଅନ୍ତି ନାହିଁ, ତେବେ ଦୁଇଟି ବାଉଁଶ ବଂଶୀ 45 ଡିଗ୍ରୀରେ ନାଲି ରିବନ ଦ୍ୱାରା ଷ୍ଟଡି ଟେବୁଲ ଉପରେ ଓହଳାଇ ଦିଅନ୍ତୁ। ବିଶ୍ୱାସ କରାଯାଏ ଏହା କିଛି ମାତ୍ରାରେ ଏକାଗ୍ରତା ରକ୍ଷା କରିବ ଓ ଷ୍ଟଡିରେ ବସିବା ପାଇଁ ଆପଣଙ୍କ ଉଦ୍ୟମକୁ ସାକାର କରିବ। ଛାତକୁ ଚଢ଼ିଯିବା ପରେ ସିଡ଼ିର ମହତ୍ତ୍ୱକୁ ଭୁଲିଯିବା। ଲୋକ ହିଁ ସ୍ୱାର୍ଥପର। ଉପକାର ଛୋଟ ହେଉ ବା ବଡ଼, ଉପକାର କରିଥିବା ଲୋକଙ୍କୁ ଭୁଲିଯିବା ଉଚିତ ନୁହେଁ। କେତେବେଳେ କେମିତି ରୋଷେଇ ଘରେ ପତ୍ନୀଙ୍କର ସହାୟତା କରନ୍ତୁ, ଏହା ଫଳରେ ସେ ନିଶ୍ଚୟ ଖୁସି ହେବେ। ଉତ୍ସାହ ମନୋଭାବ। ସଫଳ ବ୍ୟକ୍ତିମାନଙ୍କ ବିଭିନ୍ନ ବୈଶିଷ୍ଟ୍ୟ ମଧ୍ୟରୁ ଅନ୍ୟତମ ଉପାଦାନ ହେଉଛି ଉତ୍ସାହ ମନୋଭାବ। ଜଣେ ଉତ୍ସାହୀ ସେଲ୍ସମ୍ୟାନ୍ ବା କର୍ମଚାରୀ କାର୍ଯ୍ୟକୁ ଲକ୍ଷ୍ୟ କରନ୍ତୁ। ଆପଣ ତାଙ୍କର କାର୍ଯ୍ୟକଳାପ ଓ ଆଚରଣ ଓ ବ୍ୟବହାରରେ ଉତ୍ସାହ ଭାବ ପସନ୍ଦ କରିଥାନ୍ତି। ଏପରି ଉତ୍ସାହୀ ରାଜନେତା ଭାଷଣ ଦେବାବେଳେ ତାଙ୍କ ମିଟିଂରେ ଉପସ୍ଥିତ ଶ୍ରୋତାମାନଙ୍କରେ ଆପଣ ଉତ୍ସାହୀ ହୋଇ କାର୍ଯ୍ୟ କଲେ ସଫଳତାକୁ ପାଇବାରେ ଅଧିକ ବିଳମ୍ବ ଘଟିବ ନାହିଁ। ଏହି ଉତ୍ସାହ ଭାବକୁ କିଭଳି ଜଣେ ବିକଶିତ କରିପାରିବ, ଏ ପ୍ରଶ୍ନ ଉଦ୍ରେକ ହେଲା। ଏହାର ଉତ୍ତରଟି ସରଳ ହେଉଛି, ଆପଣ ଯଦି ଉତ୍ସାହୀ ଭାବେ ଚିନ୍ତା କରିବେ ତେବେ ଉତ୍ସାହ ଭାବକୁ ନିଜ ମଧ୍ୟରେ ବିକଶିତ କରିପାରିବେ। ଏଥିଲାଗି ଆପଣ ନିଜକୁ ଆଶାବାଦୀ ତଥା ଅଗ୍ରଗାମୀ କରି ଗଢ଼ି ତୋଳନ୍ତୁ। ଆପଣ ଯଦି ନିଜକୁ କହିବେ ମୁଁ ଉତ୍ସାହୀ ଲୋକ, ଉତ୍ସାହର ସହ କାର୍ଯ୍ୟ କରିବା ମୋର ଧର୍ମ, ତେବେ ଆପଣ ନିଜକୁ ଉତ୍ସାହୀ ଭାବରେ ଗଢ଼ି ତୋଳିପାରିବେ। ଆପଣଙ୍କ କାର୍ଯ୍ୟ ଉଚ୍ଚମାନର ହେବ।